नारद पुराण अष्टविंश अध्याय प्रायश्चित विधि कथन। एथु अनंतरे सुत कहन्ति बुझाई, शुण सर्व ऋषि गण मन कर्ण देई। कहिबा संक्षेप भावे प्रायश्चित विधि, जाहा कले पाप छाड़ी आत्मा हुए सिद्धि। जे बण प्राश्चित्ते आत्मा सिद्धि लाभ करे, से सबु कर्मर फल लाभ करि पारे। प्रायश्चित न करि जे कर्म करुथाई, ताकु से कर्मर फल प्राप्त नुहई। बिना प्रायश्चित्ते कर्म नुहई सफल, एणु ए बांछा करिब लभिबाकु फल। से काम क्रोधकु तेजी शास्त्र तत्व जाणी, पंडित आउ विप्रंकु पचारिब पुणी। शास्त्रज्ञ पंडिते धर्म करिबे जे परी, ता प्रतिपालित लबे अन्यथा न करी। नारायण परायण नोहि जेते व्यक्ति, प्रायश्चित्तादिर अनुष्ठान को करन्ति। सुरा भाण्ड पड़िथिबा से नदी मध्यरे, विबुद्ध नुहन्ति प्रायश्चित करिबारे। ब्रह्मघाती आउ सुरापानी व्यक्तिगण, महापातकींक मध्ये अटन्ति ए गण्य। एमानंक सहितरे चले जेउ नर, से मध्य गणना हुए पापींक संगर। पतित संगरे जेहु एक वर्ष काल, शयन भोजन आदि करई सकल। संसर्ग दोषरु सेहु हुई पतित, सकल कार्य सेहु हुई त्यकत। जानी जानी ब्राह्मण को जे बद्ध करई, तार प्रायश्चित एबे शुण कहुथाई। शिर जटा बांधी कौपिन जे पिंधिब, मृत द्विजंकर कपाल को धरिथिब। से विप्र कपाल जदि न मिलिब तांकु, बहन करिब अन्य मृत कपाल को। हर ब्राह्मणर आउ द्रव्य किछि नेई, ताहाकु बहिब ध्वज दंडे लुटकाई। एमंत बेसरे बने गमन करिब, संग छाड़ी एका होई बनरे बुलिब। गोटिए मात्र कथर बन फल मूल, भोजन करी पीब झरणार जल। त्रिकाଳରେ स्नान करी सम्यक प्रकारे, करिब त्रिकाल संध्या यथा नियमरे। विष्णुଙ୍କୁ स्मरण करी पशिब शरण, न करिब वेद अध्ययन अध्यापन। एहि परकारे नाना तीर्थरे भ्रमिब, फलमूल भक्ष्य ग्रामे धारण करिब। आवर प्राण रक्षणे जेबे भिक्षा कर, सेथिरे कदापि हानि न हेब तुम्भर। सेहि मृत कपाळकु हस्ते धरिथिब, हरि नाम जपी गृही दुआरे मिलिब। उच्चरे बोलिब
ବ୍ରହ୍ମ ହତ୍ୟା ମୁଁ କରିଛି। କେ ଅଛ ଏ ଗୃହେ ଭିକ୍ଷା ଦିଅ ମୋତେ କିଛି। ଏମନ୍ତ କହିଣ ସାତ ଦ୍ୱାରରେ ମାଗିବ, ଆଉ ନ ମାଗିବ ସେହିଠାରୁ ବାହୁଡ଼ିବ। ସେ ସାତ ଗୃହରୁ ଭିକ୍ଷା ପାଇଥିବ ଯାହା, ଉଦର ପୋଷିବ ସନ୍ତୁଷ୍ଟରେ ଖାଇ ତାହା। ବ୍ରାହ୍ମଣ କ୍ଷତ୍ରିୟ ଶୂଦ୍ର ବୈଶ୍ୟ ଚାରି ଜଣ, କିବା ବ୍ରାହ୍ମଣକୁ ଆଦି ଯେଉଁ ତିନି ବର୍ଣ୍ଣ। ତାଙ୍କ ନିକଟରୁ ଭିକ୍ଷା ମାଗି ତା ଘେନିବ, କଟୁତିକ୍ତ ବିବେଚନା ନ କରି ଖାଇବ। ଦିନକୁ ଗୋଟିଏ ଥର କରିବ ଆହାର, ପ୍ରାଣ ଗଲେ ସୁଦ୍ଧା ନ ଖାଇବ ଦୁଇଥର। ବ୍ରହ୍ମଦାବ୍ୟ କତି ହରି ପରାୟଣ ହୋଇ, କାଳ କଟାଇବ ଏହି ନିୟମରେ ରହି। 12 ବର୍ଷ ଯାଏ କଲେ ଏ କଠୋର ବ୍ରତ, ବ୍ରହ୍ମ ହତ୍ୟା ପାତ କରୁ ହୋଇବ ମୁକତ। କର୍ମ କରିବାକୁ ହେବ ତହିଁ ପରେ, ପ୍ରାୟଶ୍ଚିତ୍ତ ବିନା ପାପ ନ ଛାଡ଼େ କାହିଁରେ। ଆବର କଥାଏ ମଧ୍ୟ ଶୁଣ କହୁଥାଇ, 12 ବର୍ଷ କାଳ କିଛି ଅଳପ ନୁହଁ। ବେଳେ ମାତ୍ର ଖାଇ ମୃତ କପାଳକୁ ଧରି, ବନେ ବୁଲୁଥିବ ଦୃଢ଼ ବ୍ରତକୁ ଆଚରି। ଏ ମଧ୍ୟେ ବ୍ୟାଘ୍ରାଦି ଦୁଷ୍ଟ ଜନ୍ତୁ ମୁଖେ ପଡ଼ି, କିଏ ବା ରୋଗରେ ଯେବେ ପ୍ରାଣ ଦେବ ଛାଡ଼ି। ତେବେ କଲାପାତ କରୁ ହେବ ସେ ମୁକତ, ଏ କଥା ଅଟଇ ଧର୍ମ ଶାସ୍ତ୍ରର ସମ୍ମତ। ଯେ ମହାପାତ କି ସେହି ଗୋ ବ୍ରାହ୍ମଣ ତହିଁ, ମରିଲେ ସେ ପାପ ତାର ଅଙ୍ଗେ ନ ରହି। ଶ୍ରେଷ୍ଠ ଶ୍ରେଷ୍ଠ ବ୍ରାହ୍ମଣଙ୍କୁ ଏକାୟୁତ ଗାଇ, ଦାନ କଲେ ମହାପାପ ଅଙ୍ଗରୁ ଛାଡ଼ଇ। ଏହି ସବୁ ପ୍ରାୟଶ୍ଚିତ ମଧ୍ୟରୁ ଗୋଟିଏ, ଯେ କରେ ତା ଠାରୁ ବ୍ରହ୍ମ ହତ୍ୟା ଛାଡ଼ିଯାଏ। ପାପ ହୁଡ଼ି ଗଲେ ଦେହ ଶୁଦ୍ଧି ହୁଏ ତାର, ସକଳ କର୍ମକୁ ଅର ହୁଏ ସେ ନର। ଯେ ଦୀକ୍ଷିତ କ୍ଷତ୍ରିୟକୁ କରଇ ନିହତ, ସେ ହନ୍ତା କରିବ ବ୍ରହ୍ମବଧ ପ୍ରାୟଶ୍ଚିତ। କିବା ପ୍ରଜ୍ୱଳିତ ଅଗ୍ନି ମଧ୍ୟରେ ପଶିବ, ନୋହିଲେ ଉଚ୍ଚରୁ ପଡ଼ି ପ୍ରାଣ ବିସର୍ଜିବ। କର୍ମରେ ଦୀକ୍ଷିତ ଥିବ ଯେ ବଣ ବ୍ରାହ୍ମଣ, ତାକୁ ବଦ୍ଧ କଲେ ପାପ ହୁଏ ଦ୍ୱିଗୁଣ। ବ୍ରହ୍ମ ହତ୍ୟା ପ୍ରାୟଶ୍ଚିତ୍ତକୁ ସେ 2 ବାର, କରିଲେ ସେ ପାତ କରୁ ହୋଇବ ଉଦ୍ଧାର। ଆଚାର୍ଯ୍ୟ ପ୍ରଭୃତି ବ୍ରାହ୍ମଣକୁ କଲେ ହତ, ଚତୁର୍ଗୁଣ ହେବ ବ୍ରହ୍ମବଦ୍ଧ ପ୍ରାୟଶ୍ଚିତ। ବ୍ରାହ୍ମଣ ମାତ୍ରକେ ହତ୍ୟା କରିବ ଯେ ନର, ସେ ପାଳିବ ଏ ବ୍ରତକୁ 1 ସମ୍ବତ୍ସର। ବ୍ରାହ୍ମଣ ପକ୍ଷରେ ହି ପ୍ରାୟଶ୍ଚିତ ଜାଣ, କ୍ଷତ୍ରିୟ କରିବ ଏହିଠାରୁ 2 ଗୁଣ। କ୍ଷତ୍ରିୟ ଅପେକ୍ଷାରେ 3 ଗୁଣ ବୈଶ୍ୟ ଜାତି,
ପ୍ରାୟଶ୍ଚିତ୍ତ କଲେ ପାତ କରୁ ନିସ୍ତରନ୍ତି। ଧର୍ମଶାସ୍ତ୍ରେ ସୁପଣ୍ଡିତ ଗଣଛନ୍ତି କହି। ଶୂଦ୍ର ଯେତେ ବ୍ରାହ୍ମଣକୁ ନିହତ କରଇ। ସେ ଶୂଦ୍ରଙ୍କୁ ମୁଷଳରେ ନ କଲେ ନିଧନ। ଅନ୍ୟ ପ୍ରାୟଶ୍ଚିତ୍ତ ନାହିଁ ତା ପାଇଁ ରେ ଜାଣ। ବ୍ରାହ୍ମଣ ବଧରେ ଅର୍ଦ୍ଧ ପ୍ରାୟଶ୍ଚିତ୍ତ ହୁଏ। କନ୍ୟା ବଧେ ପାଦେ ପ୍ରାୟଶ୍ଚିତ୍ତ କରାଯାଏ। ଅନୁପନୀତକୁ ବଧ କରିଲେ ତା ପାଇଁ ପାଦେ ପ୍ରାୟଶ୍ଚିତ୍ତ ହେବ ବୋଲିଛନ୍ତି କହି। ବ୍ରାହ୍ମଣ କରଇ ଯେବେ କ୍ଷତ୍ରିୟକୁ ହତ। 6 ବର୍ଷ ପାଳିବ ସେହୁ ପ୍ରଜାପାତ୍ୟ ବ୍ରତ। ବୈଶ୍ୟକୁ ବଧିଲେ 3 ବରଷ ପାଳିବ। ଶୂଦ୍ର ବଧେ 1 ବର୍ଷ କଲେ ନିସ୍ତରିବ। ଯେ ଦୀକ୍ଷିତ ବ୍ରାହ୍ମଣର ବ୍ରାହ୍ମଣୀ କି ମାରେ। 8 ବର୍ଷ ବ୍ରହ୍ମ ହତ୍ୟା ବ୍ରତେ ସେ ନିସ୍ତରେ। ସ୍ତ୍ରୀ ବାଳକ ବୃଦ୍ଧ ରୋଗୀ ଏମାନଙ୍କ ପାଇଁ ଅଧ ପ୍ରାୟଶ୍ଚିତ୍ତ ନିରୂପିତ ଅଛି ହୋଇ। ସକଳ ପାପରେ ଅର୍ଦ୍ଧ ମାତ୍ରା ପ୍ରାୟଶ୍ଚିତ୍ତ। ଏ ଚାରିଙ୍କ ପାଇଁ ଶାସ୍ତ୍ର ହୋଇଅଛି ଉକ୍ତ। ଘୋଡ଼ି ସାଧ୍ୱାପେଷ୍ଠା ନାମେ 3 ପ୍ରକାର। ସୁରା ହେଉଅଛି ଜଗତରେ ଆବିଷ୍କାର। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସ୍ତ୍ରୀ ଗଣ ନ କରିବ କେଭେହି ଏ ସୁରାକୁ ପାନ। ଯେ ପାନ କରିବ ତାହା ପାଇଁ ପ୍ରାୟଶ୍ଚିତ୍ତ। ଶ୍ରବଣ କର ସକଳେ ଯା ହୋଇଛି ବ୍ୟକ୍ତ। ଘୃତ କ୍ଷୀର ଗୋରୁ ମୂତ୍ର ଏ 3ରୁ 1। ଅଗ୍ନି ପରାଏ ଅନଳେ କରିବ ଯେ ପାକ। ଆପେ ସ୍ନାନ ସାରି ଓଦା ବସ୍ତ୍ରକୁ ପିନ୍ଧିଣ। ହରିଙ୍କୁ ସ୍ମରିବ ଚିତ୍ତେ ବିଶୁଦ୍ଧ ଭାବେଣ। ସେ ସନ୍ତପ୍ତ ପଦାର୍ଥରୁ 4 ଫଳ ଆଣି। ଲୌହ ପାତ୍ର ବା ତମ୍ଭା ପାତ୍ର ମଧ୍ୟ ଘେନି। କିବାନ ଧାତୁ ପାତ୍ରେ ଗ୍ରହଣ କରିବ। ପାନ କରି ତାହା ପ୍ରିୟ ପରାଣ ତେଜିବ। ସୁରା ପାଇ ବ୍ୟକ୍ତି ଏହି ପରାୟ ପ୍ରାଶ୍ଚିତ। କରିଲେ ତାହାର ପାପ ନାଶିବ ସମସ୍ତ। ତା ନହିଲେ ଅନ୍ୟ ମାର୍ଗେ ବୁଦ୍ଧି ତାର ନାହିଁ। ପଣ୍ଡିତେ କଥା ଧର୍ମ ଶାସ୍ତ୍ରେଛନ୍ତି କହି। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏ 3 ଜାଣ। ଅଜ୍ଞାତରେ ଜଳ ବୋଲି ସୁରା କଲେ ପାନ। ବ୍ରହ୍ମ ହତ୍ୟା ବ୍ରତକୁ ଯେ ଆଚରଣ କରି। ସେ ଅଜ୍ଞାନ କୃତ ପାତ କରୁ ହେବ ପାରି। ବ୍ରହ୍ମ ହତ୍ୟା ପ୍ରାୟଶ୍ଚିତ୍ତେ ଅଛି ଯେଉଁ ଚିହ୍ନ। ନ କରିବେ କେହି ସେହି ଚିହ୍ନକୁ ଧାରଣ। ଯେଉଁମାନେ ରୋଗ ନାଶ ହେବାର ନିମନ୍ତେ ସୁରାପାନ କରିଥାନ୍ତି ଔଷଧ ସହିତେ। ସେମାନେ ପୁନର୍ପି ଉପନୟନ ହୋଇଣ। ଆବର କରିବେ 2 ଗୋଟି ଚାନ୍ଦ୍ରାୟଣ। ବ୍ରାହ୍ମଣ ପକ୍ଷରେ ଉପନୟନ ସଂସ୍କାର
ଚାନ୍ଦ୍ରାୟଣ ଶୁଦ୍ଧ ହୁଏ କ୍ଷତ୍ରିୟ ବୈଶ୍ୟର। ସୁରା ମିଶ୍ରିତ ନ ଯେ ଭୋଜନ କରଇ, କିବା ସୁରା ପାତ୍ରେ ଥିବା ଜଳକୁ ପିଅଇ। ସୁରା ଯୋଗୁ ଆର୍ଦ୍ର ହୋଇଥିବା ଦ୍ରବ୍ୟମାନ, ଭକ୍ଷିଲେ ହୁଅଇ ସୁରା ପାତ୍ର ସଙ୍ଗେ ସମ। ନାରିକେଳ ଜଳ ଗୌଡ଼ି ସୁରା ସାଧି ପୁଣ, ଏକାଦଶ ପ୍ରକାରେ ମଦ୍ୟ ଅଟେ ଜାଣ। ଏକାଦଶ ମଦରୁ ବ୍ରାହ୍ମଣ ଗୋଟିଏ, ମଦ୍ୟ ପିବାକୁ କେତେ ମାତ୍ରେ ଅହନହେ। ଏହିମାନଙ୍କ ମଧ୍ୟରୁ ଯାହାକୁ ବ୍ରାହ୍ମଣ ଜ୍ଞାନ ପୂର୍ବକରେ ଯଦି କରିଥିବ ପାନ, ପୁନରପି ତାର ଉପନୟନ ହୋଇଲେ, ଆବର ସେ ତପ୍ତ କୃଚ୍ଛ ନାଶ ବ୍ରତ କଲେ। ସେ ମହାପାପରୁ ହୋଇଥାଏ ସେ ମୁକ୍ତ, ଅନ୍ୟ ଉପାୟରେ ହେବା ନୁହେଁ ମାତ୍ର ସତ। ସ୍ୱର୍ଣ୍ଣ ଚୋରି କଲେ ମହା ପାପ ହୁଏ ଜାଣ, ତହିଁର ଯେ ପ୍ରାୟଶ୍ଚିତ୍ତ କହୁଅଛି ଶୁଣ। ଜ୍ଞାନ ପୂର୍ବକରେ ବ୍ରାହ୍ମଣର ଯେ ସୁବର୍ଣ୍ଣ, ଲୋଭାକୃଷ୍ଟ ମାନସରେ କରଇ ହରଣ। କପାଳ ଧ୍ୱଜକୁ ନ ଧରି ସେ 12 ବର୍ଷ, ବ୍ରହ୍ମହତ୍ୟା ବ୍ରତ କଲେ ପାପ ଯାଏ ନାଶ। ଗୁରୁ ଯଜ୍ଞକାରୀ ଧର୍ମନିଷ୍ଠ ଶ୍ରୋତ୍ରିୟର, ସୁବର୍ଣ୍ଣକୁ ଅପହୃତ କରେ ଯେଉଁ ତର। ତାହାର ପାପକୁ ଜାଣ ପ୍ରାୟଶ୍ଚିତ ନାହିଁ, ଧର୍ମଶାସ୍ତ୍ର ଅନୁକ୍ଷଣ କଲେ ଦିଶୁଥାଇ। ଯେ ବଣ ପାପିଷ୍ଠ କରିଥିବ ସୁନା ଚୋରି, ସେ ନିଜର ମନେ ମନେ ଅନୁତାପ କରି। ଲେପନ କରିଣ ଘୃତ ସାରା ଶରୀରରେ, ଆଚ୍ଛାଦିବ ଗୋମୟକୁ ଯତନ ପ୍ରକାରେ। ସୂର୍ଯ୍ୟ କିରଣେ ଶୁଖାଇ ସେହି ଗୋମୟକୁ, ଜ୍ୱଳନ୍ତା ଅନଳେ ପଶି ପୋଡ଼ିବ ତାହାକୁ। ଏହିପରି କଲେ ସ୍ୱର୍ଣ୍ଣ ହରଣର ଦୋଷ, ବିନାଶ ହୋଇବ ଶୁଣ ସକଳ ତାପସ। କ୍ଷତ୍ରି ଯେବେ ବ୍ରାହ୍ମଣର ସ୍ୱର୍ଣ୍ଣ ହରିଥିବ, ଅଶ୍ୱମେଧ ଯଜ୍ଞ କଲେ ତହିଁରୁ ତରିବ। ଆପଣା ଓଜନ ସୁନା 300 ଗାଈ, ଦାନ କଲେ ସେ ପାପରୁ ଜନେ ମୁକ୍ତ ହୋଇ। ବ୍ରାହ୍ମଣର ସ୍ୱର୍ଣ୍ଣ କରିଥିଲେ ଅପହୃତ, ପର ମୁହୂର୍ତ୍ତରେ ଯେ ହୋଇଣ ଅନୁତପ୍ତ। ସେହି ବ୍ରାହ୍ମଣର ତାହା ଫେରାଇଣ ଦେବ, ତହିଁ ପରେ ଶାନ୍ତପନ ବ୍ରତକୁ ପାଳିବ। 12 ବରଷ ଯାଏ କରିଲେ ବ୍ରତ, ସେ ମହାପାପରୁ ଅବା ହୋଇବ ମୁକ୍ତ। ଏମନ୍ତ ନ କଲେ ସେହୁ ପତିତ ହୁଅଇ, କୌଣସି କର୍ମରେ ତାର ଅଧିକାର ନାହିଁ। ସ୍ୱର୍ଣ୍ଣ ତୁଲ୍ୟ ମୂଲ୍ୟବାନ ରତ୍ନ ଯେ ଆସନ, ସ୍ତ୍ରୀ ଭୂମି ମନୁଷ୍ୟ ତେଣୁ ପ୍ରଭୃତି ଏମାନ। ଯେ ବଣ ଦୁରାତ୍ମା କରି ଥିବ ଅପହୃତ, ସେ ମୁକ୍ତ ହୋଇବ କଲେ
ଅର୍ଦ୍ଧ ପ୍ରାୟଶ୍ଚିତ ତ୍ରସରେଣୁ ପରିମିତା ସୁନା କଲେ ଚୋରି ମୁକ୍ତ ହେବ 2 ବାର ପ୍ରାଣାୟାମ କରି ନିଷ୍କ ପ୍ରମାଣରେ ସୁନା କରିଲେ ହରଣ ତା ପାଇଁ କରିବ 3 ବାର ପ୍ରାଣାୟାମ ରାଜସ ସପ ପ୍ରମାଣେ ସୁନା ଚୋରି କଲେ 4 ବାର ପ୍ରାଣାୟାମ କରିବ ସେ ଭଲେ ଗୋଷ ସର୍ପ ପ୍ରମାଣରେ ହରିଲେ କାଞ୍ଚନ ତହିଁକି ଯେ ପ୍ରାୟଶ୍ଚିତ ତା କହୁଛି ଶୁଣ ଯଥା ବିଧାନରେ ସ୍ନାନ କରିଣ ଆସିବ ଅଷ୍ଟୋତ୍ତର ସହସ୍ରେ ବାର ଗାୟତ୍ରୀ ଜପିବ ଜପ ପ୍ରମାଣରେ ସ୍ୱର୍ଣ୍ଣ କରିଥିଲେ ଚୋରି ପାପରୁ ତରିବ ଶାନ୍ତପନ ବ୍ରତ କରି 2 ଜବ ତୋରି କଲେ ପ୍ରାତଃ ସନ୍ଧ୍ୟା ଯାଏ ଗାୟତ୍ରୀ ଜପିଲେ ସେ ପାତକ ଦୂର ହୁଏ ମାସ ପରିମିତ ସନ କଲେ ଅପହୃତ ଶୁଣ ଋଷି ଗଣେ ତହିଁକି ଯେ ପ୍ରାୟଶ୍ଚିତ 3 ମାସ ପର୍ଯ୍ୟନ୍ତେ ଦେବ ପୂଜା କରି ନିୟମେ ରହିବ ନାରାୟଣଙ୍କୁ ସୁମରି ଗୋମୂତ୍ରରେ ପକ ହେବା ଜବ ସେ ଭୋଜନ କରିଲେ ସେ ପାପ ପାର ଦୂର ହୁଏ ଜାଣ ସ୍ୱର୍ଣ୍ଣରୁ କିଞ୍ଚିତେ ନ୍ୟୁନ ହରଣ ଯେ କରେ ସେ ଗୋମୂତ୍ର ପକ ଜବ ଖାଇ ନିୟମରେ ବିଶୁଦ୍ଧ ହୋଇବ 1 ବରଷକନ୍ତେ ଏଥୁ ଅନ୍ୟ ପ୍ରାୟଶ୍ଚିତ ନାହିଁ ତା ନିମନ୍ତେ ସମ୍ପୂର୍ଣ୍ଣ ସୁବର୍ଣ୍ଣ ଚୋରି କରେ ଯେଉଁ ନର ସାବଧାନ ହୋଇ ଶୁଣ ପ୍ରାୟଶ୍ଚିତ ତାର 12 ବର୍ଷ ଯାଏ ବ୍ରହ୍ମ ହତ୍ୟା ପ୍ରାୟଶ୍ଚିତ ଯଥା ନିୟମରେ କଲେ ହୁଇ ମୁକ୍ତ ବର୍ଷେ ପ୍ରମାଣରେ ରୌପ କରିଲେ ହରଣ ଶାନ୍ତପନ କରି ମୁକ୍ତ ହୁଇ ସେ ଜାଣ ନ କରିବା ଯାଏ ପାପୀ ହୋଇ ରହିଥାଏ ମଲେ ସେ ପାପରୁ ଘୋର ନର୍କ ଗତି ପାଏ 2 ନିଷ୍କ ଠାରୁ 10 ନିଷ୍କ ପର୍ଯ୍ୟନ୍ତେ ରୌପ୍ୟ ଚୋରି ପାପ ଯାଏ ଚାନ୍ଦ୍ରାୟଣ ବ୍ରତେ 10 ନିଷ୍କ ଠାରୁ 100 ନିଷ୍କ ହେଲେ ପାପ ଯାଏ 2 ପ୍ରୋଟି ଚାନ୍ଦ୍ରାୟଣ କଲେ 17 ସହସ୍ରେ ନିଷ୍କ ହେବା ଯାଏ ରୌପ୍ୟ ଅପହୃତ କରି ନେଲେ ହୁଏ ଯେଉଁ ପାପ ସେ ପାପ ଖଣ୍ଡନ ହୁଏ 3 ଚାନ୍ଦ୍ରାୟଣେ ଏ ବିଧି ନିଶ୍ଚୟ କରି ଛନ୍ତି ବୁଦ୍ଧ ଗଣେ ଏଥିରୁ ଅଧିକ ହେଲେ ବ୍ରହ୍ମ ହତ୍ୟା ବ୍ରତ ପାଳନ କରି ସେ ପାପୀ ହୁଇ ମୁକ୍ତ ସହସ୍ରେ ନିଷ୍କ ପରିମିତ କାଂସ୍ୟ ବା ପିତଳ କିବା ଲୌହ କାନ୍ତମଣି ହରେ ଯେ ଚଣ୍ଡାଳ ପରାକ ବ୍ରତକୁ କଲେ ପାପ ତାର ଯାଏ ନୋହିଲେ ନିଷ୍କୃତ ନାହିଁ ଅପାର ଉପାଏ ରତ୍ନାଦି ହରଣେ ରୌପ୍ୟ ହୁଏ ପ୍ରାୟଶ୍ଚିତ କଲେ ସେ ପାପରୁ ପାପୀ ହୁଇ ମୁକ୍ତ
ଏଥୁ ଅନ୍ତେ ମନ ଦେଇ ଋଷି ଗଣେ ଶୁଣ, ଗୁରୁ ତଳ୍ପଗାମୀ ପ୍ରାୟ ଚିତ୍ତର ବିଧାନ। ଅଜ୍ଞାନରେ ନିଜ ମାତା କି ଭାବି ମାତାର, ସଙ୍ଗତରେ ଉପଗତ ହୁଏ ଯେଉଁ ନର। ସେ ନିଜର ମୁସ୍କ ଦୋୟ କାଟି କରି ନିଜେ, କରିଥିବ ପାପ କହି ନରଙ୍କ ସମାଜେ। ସେ ଛିନ୍ନ ମୁସ୍କକୁ ଧରି ନୈଋତ ଦିଗେ, ଗମନ କରିବ କେହି ନଥିବେ ତା ସଙ୍ଗେ। ଗମନ କାଳରେ ତାର ବଦନକୁ ଚାହିଁ, ନ ଯା ବୋଲି ନିବାରଣ ନ କରିବ କେହି। ପଛକୁ ନ ଚାହିଁ ସେହୁ ପ୍ରାଣ ଯିବା ଯାଏ, ଗମନ କରିଲେ ତାର ପାପ କ୍ଷୟ ହୁଏ। କିବା ମୁସ୍କ କାଟି ନିଜ ପାପକୁ କରିଣ, ଉଚ୍ଚରୁ ତଳକୁ ପଡ଼ି ହରାଇଲେ ପ୍ରାଣ। ସେ ଘୋର ପାପରୁ ମୁକ୍ତ ହୁଇ ତହିଁରେ, ଅନ୍ୟ ପ୍ରାୟଶ୍ଚିତ ଆଉ ନାହିଁ ତା ପାଇଁରେ। ଅଜ୍ଞାନେ ବନା ଅବା ଶ୍ରେଷ୍ଠ ବନା ସ୍ତ୍ରୀ, ସହବାସ କଲେ ବ୍ରହ୍ମ ହତ୍ୟା ସଙ୍ଗେ ସରି। ତେଣୁ ସାବଧାନ ହୋଇ ଦ୍ୱାଦଶ ବରଷ, ବ୍ରହ୍ମ ହତ୍ୟା ବ୍ରତ କଲେ ପାପ ଯାଏ ନାଶ। ସବର୍ଣ୍ଣା ଉତ୍ତମ ବର୍ଣ୍ଣା ରମଣୀର ସଙ୍ଗେ, ପୁନଃ ପୁନଃ ପ୍ରବର୍ତ୍ତଇ ଯେହୁ କାମ ଭୋଗେ। କରିସ ନଳେ ଆପଣାକୁ ଦଗ୍ଧ କରେ, ଶାସ୍ତ୍ରକାର ବୋଲେ ସେହି ସେ ପାପରୁ ତରେ। ଅଜ୍ଞାନରେ ମାତୃ ସହବାସ କରୁଥିବ, ରେତ ସ୍ଖଳିତ ହେବାର ପୂର୍ବରୁ ତେ ଜୀବ। ତେବେ ବ୍ରହ୍ମ ହତ୍ୟା ବ୍ରତ କରିବ ପାଳନ, ରେତ ପାତେ ପୋଡ଼ି ଦେବ ନିଜକୁ ସେ ଜାଣ। ସବର୍ଣ୍ଣା ଉତ୍ତମ ବର୍ଣ୍ଣା ଠାରେ ବୀର୍ଯ୍ୟପାତ, ନୋହିବା ପୂର୍ବରୁ ଯଦି ହୋଇବ ନିବୃତ୍ତ। ସେଠାବରେ ସେହିପରି ବ୍ରହ୍ମ ହତ୍ୟା ବ୍ରତ, ପାଳନ କରିବ ଜାଣ ଅଟଇ ବିହିତ। ପିତାର କ୍ଷତ୍ରିୟ ଭାର୍ଯ୍ୟା ସହିତେ ବ୍ରାହ୍ମଣ, କାମ ଉଦ୍ବେଗେ ଯଦି କରିଲା ଯେ ରମଣ। ତେବେ ବିଷ୍ଣୁ ନାମ ତପ କରି 9 ବର୍ଷ, ବ୍ରହ୍ମ ହତ୍ୟା ବ୍ରତ କଲେ ପାପ ଯାଏ ନାଶ। ଆବର ଯେ ପିତା ବେଶ୍ୟା ପତ୍ନୀରେ ଗମନ, କରିବେ କହୁଛି ତାର ପ୍ରାୟଶ୍ଚିତ ଶୁଣ। 6 ବର୍ଷ ବ୍ୟାପୀ ଯଦି ପ୍ରଜାପାତ୍ୟ ବ୍ରତ, ପାଳନ କରିବ ପାପୁ ହୋଇବ ମୁକତ। ପିତାର ଶୂଦ୍ର ରମଣୀ ସହିତେ ରମଣ, କଲେ ବ୍ରତ ପାଳିବ 3 ବର୍ଷ ଜାଣ। ପୁଣି ପିଉସୀ ମାଉସୀ ସହିତରେ ଯେହି, ମାତୁଳ ପତ୍ନୀ ସଙ୍ଗରେ ସୁରତି କରଇ। ଆପଣା କନ୍ୟା ବା ଶାଶୁ ସହିତେ ଗମନ, କଲେ ଯା ମିଳଇ ଫଳ ଶୁଣ ଦେଇ ମନ। ଥରେ କିବା 2 ଥର ଯେହୁ ଗମିଥିବ, ବ୍ରହ୍ମ ହତ୍ୟା ବ୍ରତ କଲେ ମୋକ୍ଷଣ ହୋଇବ। 21 ଗମନ 1 ବର୍ଷ ଜାଣ, ଏପରି କ୍ରମାନ୍ୱୟରେ କରିବ ପାଳନ।
ଏକଥା ନ କଲେ ଅନ୍ୟ ବାଟରେ ତାହାର ମୁକ୍ତ ହୋଇବାରେ ପଥ ନାହିଁ ମନେ କର। ପୁଶ୍ଚଳିଆବର ପୁତ୍ର ବଧୂ ଚଣ୍ଡାଳୁଣୀ ବନ୍ଧୁର ଗୃହିଣୀ ଶିଷ୍ୟ ଭଗିନୀ ଗୃହିଣୀ ଏହାଙ୍କ ସହିତେ ଯେହୁ ରତି କ୍ରୀଡ଼ା କରେ 6 ବର୍ଷ ବ୍ରହ୍ମ ହତ୍ୟା ବ୍ରତ ସେହୁ କରେ। ମହାପାପୀ ମାନଙ୍କର ମିତ୍ରତାରେ ଜାଣ ଲାଗଇ ଯେ ପାପ ତାହା ମନ ଦେଇ ଶୁଣ। ବିଧି ବିଧାନରେ ଯେହୁ କରି ପ୍ରାୟଶ୍ଚିତ ପାପ ନାଶୀ ପରିଶୁଦ୍ଧ କରିଥିବ ଗାତ୍ର। କର୍ମ ଫଳ ଲାଭରେ ସେ ହୁଅଇ ସମର୍ଥ ବେଦର ବଚନ ଏହା କହିଲଇଁ ସତ୍ୟ। ବ୍ରାହ୍ମଣୀ ସଙ୍ଗରେ ଯେହୁ ପ୍ରୀତିରେ ମଜଇ ବିନା ବ୍ରହ୍ମ ହତ୍ୟା ଦୋଷେ ସେହୁ ନ ତରଇ। ସୁରା ସେ ବି ସଙ୍ଗତରେ ହୋଇଥିଲେ ରତ ବିଧାନେ କରିବ ସୁରାପାନ ପ୍ରାୟଶ୍ଚିତ। ଅଜ୍ଞାନରେ ମହାପାପୀ ସଙ୍ଗେ 5 ଦିନ ଯେ ବ୍ୟକ୍ତି ଦୈବ ଯୋଗରେ ଥିବ ଯେ ମିଶିଣ। ପ୍ରଜାପାତ୍ୟ ବ୍ରତ ସେହୁ ନ କଲେ ପାଳନ ନ ତରିବେ ଶାସ୍ତ୍ରେ ଏହା ହୋଇଛି ଲିଖନ। ମହାସନ୍ତାପନ କଲେ 12 ବର୍ଷ ଯାଏ କଲେ ସେ ପାପରୁ ମୁକ୍ତି ଲାଭ ଜାଣ ହୁଏ। 5-10 ଦିନ ସଂସର୍ଗରେ ଦିବାରାତ୍ର ଉପବାସ କଲେ ପୂତ ହୁଅଇ ତା ଗାତ୍ର। କରିଥିବ ସେ ସଂସର୍ଗ 1 ମାସ ଯାଏ ସେ ପରାକ ବ୍ରତ କଲେ ତରିବ ନିଶ୍ଚୟ। 2 ମାସ ସଂସର୍ଗରେ ଚାନ୍ଦ୍ରାୟଣ ବ୍ରତ କରିଲେ ବିଧାନେ ପାପୁ ହୋଇବ ମୁକତ। 16 ମାସ କରିଥିବ ସଂସର୍ଗ ଯେ ଜନ ସେ ମୋକ୍ଷ ହୋଇବ କଲେ 3 ଚାନ୍ଦ୍ରାୟଣ। ଅଳ୍ପ ଉଣା ଅଧେ ଯେ ସଂସର୍ଗ କରିଥିବ 16 ମାସ ବ୍ରତ କଲେ ନିସ୍ତରୀଣ ଜୀବ। ଅଜ୍ଞାନେ ସଂସର୍ଗେ ହି ପ୍ରାୟଶ୍ଚିତ ଜାଣ। ଜ୍ଞାନ ସଂସର୍ଗରେ 2 ଗୁଣ ବା 3 ଗୁଣ। ମଣ୍ଡୁଳ ନକୁଳ ଛାଗ ମାର୍ଜାର ମୂଷିକ ବରାହ କୁକୁଟ ମେଷ କୁକୁର ଯେ କାକ ଇତ୍ୟାଦି ଜୀବଙ୍କୁ ଯେହୁ କରିଥିବ ହତ ସେ କରିବ ଅର୍ଦ୍ଧ ପ୍ରଜାପାତ୍ୟ ପ୍ରାୟଶ୍ଚିତ। ଇତ୍ୟାଦି ଜୀବଙ୍କୁ ଯେହୁ କରିଥିବ ହତ ଅଶ୍ୱବଧେ ପ୍ରଜାପାତ୍ୟ କରି ପ୍ରାୟଶ୍ଚିତ। ଅଶ୍ୱବଧେ ପ୍ରଜାପାତ୍ୟ ତ୍ରୟକୁ କରିବ ହସ୍ତିବଦ୍ଧ କଲେ ତପ୍ତ କୃଚ୍ଛ ଆଚରିବ। ଗୋବଧେ ପରାକ ବ୍ରତ କର ପାପୀ ଜନ ମୁକ୍ତ ହେବା ପାଇଁ ହେବ ଶାସ୍ତ୍ରର ବିଧାନ। ଏ ପରାକ ବ୍ରତ ବୈଶ୍ୟମାନଙ୍କର ପାଇଁ ଅଜ୍ଞାନରେ ଗୋବଧକେ ଯେବେ କରିଥାଇ ଜ୍ଞାନ ପୂର୍ବକରେ ଗୋହତ୍ୟା ଯେ କରିଅଛି
ତାହା ପାଇଁ ପ୍ରାୟଶ୍ଚିତ ବିଧି ନାହିଁ କିଛି। ଏହାର ଯେ ଗୂଢ଼ ଅର୍ଥ ତା କହୁଛି ମୁହିଁ, ଶୁଣ ଋଷିଗଣ ମୋ କଥାକୁ ମନ ଦେଇ। ଦେବଜ୍ଞ ସାଗ୍ନିକ ବ୍ରାହ୍ମଣର ଯେଉଁ ଲୋକ ଜାଣି ଜାଣି ଗୋରୁ ହତ୍ୟା କରଇ ଅନେକ, ତାହାର ମରଣ ବିନା ଅନ୍ୟ ପ୍ରାୟଶ୍ଚିତେ ପ୍ରତିକାର ନାହିଁ ଜାଣ କୌଣସି ମତେ। ସେ ପାପ ଋତରେ 5 ଗବ୍ୟ କଲେ ପାନ, ଏଥକୁ ତିଳେ ମାତର ସଂଶୟ ନ ଘେନ। ଫଳବନ୍ତ ବୃକ୍ଷ ଲତା ଶୁଷ୍କଲତା ତୃଣ, ଚର୍ମ କର୍ମକାର ଯନ୍ତ୍ର ଆମିଷ ଯେ ପୁଣ। ଗୁଡ଼ା ଦିଏ ଦ୍ରବ୍ୟମାନ ଚୋରି କରିଥିଲେ, ମୁକ୍ତି ହେବ 3 ରାତ୍ର ଉପବାସ କଲେ। ଏହି ଦ୍ରବ୍ୟମାନ ଯେହୁ ଚୋରି କରିଥିବ, 3 ରାତ୍ର ଉପବାସ କଲେ ମୁକ୍ତ ହେବ। ଅଭ୍ୟାସ ବା ଅନଭ୍ୟାସ ଜ୍ଞାନ କୃତ, ଭିନ୍ନ ଭିନ୍ନ ସ୍ଥଳେ ହି ପରିପ୍ରାୟଶ୍ଚିତ। ଟିଟି ଭଜେ ଚକ୍ରବାକ ହଂସ କାରଣ୍ଡକ, କୁର୍ମ ଶିଶୁ ମାର ପୁଣି କପୋତ ଉଲୁକ। ଗୋଟିଏ ନାଶ ଏହା ମଧ୍ୟ ଯେ ଜୀବନେ, ସେ ମୁକ୍ତ ହୁଅଇ 12 ମାସ 12 ଦିନେ। ମଳମୂତ୍ରରେ ତ ଯେ ଭକ୍ଷଣ କରିଥାଇ, ପ୍ରଜାପାତ୍ୟ ବ୍ରତେ ତାର ପ୍ରାୟଶ୍ଚିତ ହୋଇ। ଯେହୁ ଶୂଦ୍ରର ଉଚ୍ଛିଷ୍ଟ କରଇ ଭୋଜନ, ସେ ପାଳିବ 3 ଗୋଟି ବ୍ରତ ଉପାସନ। ଏହିପରି ପ୍ରାୟଶ୍ଚିତ ଅଭ୍ୟାସ ସ୍ଥଳରେ ନିରୂପିତ କରିଛନ୍ତି ପଣ୍ଡିତ ଶାସ୍ତ୍ରରେ। ପତିତ ଚାଣ୍ଡାଳ ମହା ପାପୀ ଯେଉଁ ଜନ, ସୂତିକା ନାୟିକା ରଜସ୍ୱଳା ନାରୀ ପୁଣ। ଉଚ୍ଛିଷ୍ଟ ରଜକ ଇତ୍ୟାଦିଙ୍କୁ ଉଚ୍ଛିଷ୍ଟରେ ଜାଣିବା ନ ଜାଣି ଯେଉଁ ଦ୍ୱିଜ ସଂସ୍ପର୍କରେ ସ୍ନାହାନ କରି ଯେ ଗବ୍ୟଘୃତକୁ ପିଇବ, ପୁଣି ଅଷ୍ଟୋତ୍ତର ସତେ ଗାୟତ୍ରୀ ଜପିବ। ଏଥିରୁ ଗୋଟିକୁ ଛୁଇଁ ଯୋଗେ ଯେ ବ୍ରାହ୍ମଣ, ଅଜ୍ଞାନ ବଶରେ ପୁଣି କରଇ ଭୋଜନ। ତେବେ ଉପବାସ 3 ଦିନେ କରି ସେହି, ପଞ୍ଚଗବ୍ୟ ପାନ କରି ଶୁଦ୍ଧି ହେବ ତହିଁ। ବ୍ରାହ୍ମଣ ଭୋଜନ କଲା ସମୟରେ ଜାଣ, ଚଣ୍ଡାଳର ବାଣୀ ଯେବେ କରିଣ ଶ୍ରବଣ। ତେବେ ଖାଇଥିବା ଅନ୍ନ ମାନ କରି ବାନ୍ତି, ଉପବାସ ବିତାଇବ ସେହି ଦିନ ରାତି। ଆର ଦିନ ନିତ୍ୟ ପ୍ରାତ କୃତ୍ୟ ବଢ଼ାଇଣ, ଶୁଦ୍ଧି ହେବ ଘୃତ ପାନ କରିଲେ କପୁଣ। ବ୍ରତରେ ଥିବା ସମୟେ ଅଶୁଭ ଶକୁନ, ଦେଖିଲେ ଗାୟତ୍ରୀ ଜପ କରିବ ସେ କ୍ଷଣ। ଆବର କଥାଏ ତୁମ୍ଭେ ଶୁଣ ମନ ଦେଇ, ବେଦଜ୍ଞ ବ୍ରାହ୍ମଣ ନିନ୍ଦା ଯେ ଜନ କରଇ। ତାଠାରୁ ଅଧିକ ପାପୀ ନାହିଁ ଜଗତରେ, ଗଣନା ହୁଏ ସେ ମହା ପାପୀଙ୍କ ସଙ୍ଗରେ।
ତେଣୁ ମହାପାପୀଙ୍କର ପ୍ରାୟଶ୍ଚିତ୍ତକୁ ସେ ନ କରିଲେ ଅନ୍ୟତମ ଉପାୟ ନ ଦିଶେ। ଯେଉଁ ଜନ ନାରାୟଣ ନାମକୁ ଭଜନ୍ତି ଧର୍ମଶାସ୍ତ୍ର ମତେ ପ୍ରାୟଶ୍ଚିତ୍ତକୁ କରନ୍ତି। ତାଙ୍କ ଅଙ୍ଗେ ଥିବା ପାପ ରାଶି କ୍ଷୟ ପାଏ। ତା ନ କଲେ ବଜ୍ରଲେପ ହୋଇ ରହିଥାଏ। ଯାହାର ଅଙ୍ଗରେ ରାଗ କ୍ରୋଧ ତିଳେ ନାହିଁ ପାପ କାର୍ଯ୍ୟ କଲେ ଅନୁତାପ ଯେ କରଇ। ସକଳ ପ୍ରାଣୀଙ୍କ ପରେ ଦୟା ରହିଥାଏ। ସେ ଜନ ବିଷ୍ଣୁ ପଞ୍ଜରେ ଯାଇ ମିଶିଯାଏ। ପରମ ତପସ୍ୟା ଏକା ଅଟନ୍ତି ଶ୍ରୀହରି। ସର୍ବଦା ଯେ ଥାଏ ତାଙ୍କ ପାଦ ଅନୁସରି। ଶ୍ରୀ ବିଷ୍ଣୁଙ୍କ ସେବା ପୂଜା ସଦା ଯେ ନ କରଇ ସଦା ଯେ କରଇ ସକଳ ପାତକ ତାର ବିନାଶ ହୁଅଇ। ପରମ୍ପରା କ୍ରମେ କିବା ମୋହବଶ ହୋଇ କେହି ଯେବେ ବିଷ୍ଣୁଙ୍କର ପୂଜା କରୁଥାଇ ତଥାପି ସେ ହୋଇ ସର୍ବ ପାପରୁ ମୁକ୍ତ। ପରମ ପଦକୁ ଲଭେ ଏକଥା ନିଶ୍ଚିତ। ଥରେ ମାତ୍ର ହରି ନାମ ଯେ ଭଜେ ମୁଖରେ ସର୍ବ ପାପ ନାଶିବ ସେ ବୈକୁଣ୍ଠପୁରେ। ସ୍ୱର୍ଗ ଭୋଗ ଆଦି ଯେତେ ବାସନା ଅଛଇ ନିତ୍ୟ ସୁଖର ସେ ବିଘ୍ନ କାରକ ଅଟଇ। ବିଷ୍ଣୁଙ୍କୁ ସୁମରୁଥାଏ ଯେହୁ ସଦା କାଳେ ହରିଙ୍କ କୃପାରୁ ତାଙ୍କୁ ନିତ୍ୟ ସୁଖ ମିଳେ। ଦୁର୍ଲଭ ମନୁଷ୍ୟ ଜନ୍ମ ଲାଭ କରି ଯେତେ ନର ବା ନାରାୟଣ ଛନ୍ତି ଏ ଜଗତେ। ସେମାନଙ୍କ ମଧ୍ୟେ ହରି ଭକ୍ତ ବୋଲି ଯାହା ସମସ୍ତଙ୍କ ପକ୍ଷେ ଅନୁକୂଳ ନୁହେଁ ତାହା। ବିଜୁଳି ପରାୟ କ୍ଷଣ ଭଙ୍ଗୁର ମାନବ ଶରୀରକୁ ଏ ସଂସାରେ ଲାଭ କରି ଯିବ। ଭକ୍ତିରେ ଯଦ୍ୟପି ହରିଙ୍କର ପୂଜା କରେ ଭବ ବନ୍ଧନରୁ ସେହୁ ମୁକ୍ତ ହୋଇପାରେ। ପ୍ରଧାନ ଉପାୟ ଯେହୁ ଭବୁ ତରିବାର ସଂଶୟ ନ କରି ମନେ ବିଷ୍ଣୁ ପୂଜା କର। ବିଷ୍ଣୁଙ୍କର ସେବା ପୂଜା କାର୍ଯ୍ୟ ଯେ କରଇ ସକଳ ବିପଦ ତାର ନାଶ ହୋଇଯାଇ। ଆବର ତହିଁରେ ଚିତ୍ତ ଶୁଦ୍ଧ ଜନମଇ ଦେହାନ୍ତ କାଳରେ ମୋକ୍ଷ ପଦ ସେ ଲଭଇ। ଯେତେକ ବ୍ୟକ୍ତି ବିଷ୍ଣୁ ପୂଜା ପରାୟଣ ଧର୍ମ ଅର୍ଥ କାମ ମୋକ୍ଷ ତାହାଙ୍କ ଅଧୀନ। ହରିଙ୍କ ପୂଜାରେ ସର୍ବ ସମ୍ପଦ ମିଳଇ। ଏଥକୁ ସଂଶୟ ମନେ ନ କରନ୍ତୁ କେହି। ଏ ଘୋର ସଂସାରେ ଜନ୍ମ ହୋଇଛନ୍ତି ଯେତେ ତାଙ୍କୁ ମୋହ ନିଦ୍ରା ଘୋଟି ଅଛି ଅବିରତେ। ତାପରେ ନିଅନ୍ତି ଯେହୁ ହରିଙ୍କ ଶରଣ ସଫଳ ହୁଅଇ ଜନ୍ମ ତାହାଙ୍କର ଜନ୍ମ। ଆବର ହୁଅଇ ନର ଦେହ ଯେ ପବିତ୍ର ଏଣୁ ବିଷ୍ଣୁ ପୂଜା କାର୍ଯ୍ୟେ ବଳାଇବ ଚିତ୍ତ। ସାମାନ୍ୟ ମାନୁଷୀ ବୃତ୍ତି
ଲଭିବାର ଜନେ ପୁତ୍ର ଭାର୍ଯ୍ୟା ବନ୍ଧୁବାସ ବୃଥା ଗର୍ବ ମନେ ମୋର ମୋର ବୋଲୁଅଛ ସର୍ବଦା ମୁଖରେ ଗଲା ବେଳେ କେତେ ବହି ନେବ ହେ ସାଥିରେ କାମ କ୍ରୋଧ ଅହଙ୍କାର ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ଆବର ପର ନିନ୍ଦା ଅପବାଦ ଏ ସକଳ ଭକ୍ତି ଚିତ୍ତେ ପରିତ୍ୟାଗ କରି ବିଷ୍ଣୁଙ୍କ ଚରଣେ ଅବିରତେ ପୂଜା କରି ସକଳ ପାପରୁ ସେହୁ ମୁକ୍ତ ହୁଅଇ ଅନ୍ତକାଳେ ବୈକୁଣ୍ଠ ପୁରେ ବସେ ଯାଇ ନାରଦ ଏ ପ୍ରାୟଶ୍ଚିତ ବିଧି ଅନୁରାଗେ ପୂର୍ବେ କହିଥିଲେ ସନତ କୁମାରଙ୍କ ଆଗେ ଶୁଣିଥିଲି ଶ୍ରୀ ବିଷ୍ଣୁଙ୍କ ମୁଖରୁ ମୁଁ ପୂର୍ବେ ତୁମ୍ଭେ ପୁଚ୍ଛା କରିବାରୁ ତା କହିଲି ଏବେ ଯେ ଅଟନ୍ତି ବିଷ୍ଣୁ ସେହୁ ଅନନ୍ତ ମୂରତି ନିରୀହ ଓଙ୍କାର ସ୍ୱରୂପ ଯେ ପରମ ଜ୍ୟୋତି ଅନାଦି ପରମେଶ୍ୱର ଅନନ୍ତ ଶକ୍ତି ସକଳ ଜନର ଆତ୍ମା ଜଗତେ ଅଟନ୍ତି ଅଚ୍ୟୁତାକ୍ଷ ଜ୍ୟୋତି ସ୍ୱରୂପ ସେ ନାରାୟଣ ଯେ ତାଙ୍କୁ ପୂଜଇ ମୋକ୍ଷ ଲଭଇ ସେ ଜାଣ ଏତେ କହି ସିଦ୍ଧ ଋଷିଗଣ ଅଗ୍ରତରେ ବସିଲେ କସୁତ ନମି ଶ୍ରୀ ବିଷ୍ଣୁ ପୟରେ ସେହି ଜଗତ କରତା ଅଭୟ ଚରଣେ ଅଧମ କ୍ଷେତ୍ର ମୋହନ ଗୀତେ ଭାବି ଭଣେ ଇତି ଶ୍ରୀ ବୃହତ୍ ନାରଦ ପୁରାଣେ ପ୍ରାୟଶ୍ଚିତ ବିଧି କଥନମ୍ ନାମ ଅଷ୍ଟବିଂଶ ଅଧ୍ୟାୟ।